ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ରଘୁପତି ରାଘବ ରାଜାରାମ ଗାୟନ ସହିତ ଏକ ନଗର ସଂକୀର୍ତ୍ତନ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସାମୁଖ୍ୟର ଜିଲ୍ଲା ସଭାପତି ଆଇନଜୀବୀ ଜ୍ୟୋତିପ୍ରକାଶ ବାରିକଙ୍କ ନେତୃତ୍ୱରେ କଳାକାରମାନଙ୍କୁ ନେଇ ଏକ ପ୍ରଭାତ ଫେରି ନଗର କୀର୍ତ୍ତନ ଟାଉନ ହଲ୍ ଠାରୁ ଆରମ୍ଭ ହୋଇ ସିନେମା ଛକ ଶହୀଦ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚାରିପାଖରେ ପ୍ରଦକ୍ଷିଣ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଏହି ନଗର କୀର୍ତ୍ତନରେ ଶତାଧିକ କଳାକାରଙ୍କ ସହିତ ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଏବଂ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ସବିତା ସାହୁ ଯୋଗଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି 155ତମ ଯେଉଁ ଜନ୍ମବାର୍ଷିକ ପାଳନ କରାଯାଉଛି। ଏହି ଅବସରରେ ତାଙ୍କର ଯେଉଁ ଆଦର୍ଶ ଅଛି, ଯେଉଁ ଶାନ୍ତି ଅହିଂସା ଏବଂ ସତ୍ୟର ପ୍ରତୀକ ଯେଉଁ ଦ୍ୱାରା ଯାହାକି ଦେଶକୁ ସେ ସ୍ୱାଧୀନ କରିଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ ଆଜିର ଦିନରେ ସତ୍ୟ ଅହିଂସା ଏବଂ ଶାନ୍ତିକୁ ମନେ ପକାଇ କାର୍ଯ୍ୟ କରିବାକୁ ହେଲେ ସମସ୍ତଙ୍କୁ ନିବେଦନ କରିବି। ସମସ୍ତଙ୍କର ମହାତ୍ମା ଗାନ୍ଧୀଙ୍କର ଯେଉଁ ବାର୍ତ୍ତା ଅଛି ତାକୁ କେମିତି ପାଳନ କରିବା ଏବଂ ଅହିଂସା ମାଧ୍ୟମରେ ଆମେ କିଭଳି ପ୍ରତ୍ୟେକଟି କାର୍ଯ୍ୟକ୍ରମ କରିପାରିବା ସେଥିପାଇଁ ଚେଷ୍ଟା କରିବା। ଆଜି ଆମର ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 155ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆଜି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଆମର ମ୍ୟୁନିସିପାଲିଟି ତରଫରୁ ମଧ୍ୟ ମାଲ୍ୟାର୍ପଣ କରାଯାଉଛି। ମହାତ୍ମା ଗାନ୍ଧୀ ଯେମିତି ସତ୍ୟ ଅହିଂସାକୁ ଆପଣେଇ ନେଇଥିଲେ ଏବଂ ତାଙ୍କର ପ୍ରଚାର ପ୍ରସାର ଏହି ସତ୍ୟ ଅହିଂସା ଉପରେ ଥିଲା। ସ୍ୱାଧୀନ ମଧ୍ୟ ଆମେ ପାଇଛୁ ଏହି ସତ୍ୟ ଅହିଂସା ଉପରେ। ତେଣୁ ଏହି ଅହିଂସାକୁ ମାର୍ଗ କରି ଆମେ ଯଦି এই ଦିନରେ ଆମେ ଲୋକଙ୍କ ମନରେ ଭାବ ସଞ୍ଚାର କରିପାରିବା, ତାହେଲେ ଏଇଟା ଗୋଟେ ବହୁତ ବଡ଼ ଆମ ପାଇଁ ଗୋଟେ ଗାନ୍ଧୀଜୀଙ୍କ ପ୍ରତି ଗୋଟେ ଉପହାର ହେବ। କାହିଁକିନା ବର୍ତ୍ତମାନ ଯୁଗରେ ଚାରିଆଡ଼େ ବର୍ତ୍ତମାନ ହିଂସାର ଯେଉଁ ମାହୋଲ ଦେଖାଯାଉଛି। ତେଣୁ ତାକୁ ଆମେ ସତ୍ୟ ଅହିଂସା ଦ୍ୱାରା ମାର୍ଗକୁ ଆପଣେଇକି ଆମେ ଶାନ୍ତି ପ୍ରତିଷ୍ଠା କରିପାରିବାରେ ସକ୍ଷମ ହୋଇପାରିବା ବୋଲି ଆମେ ଭାବୁଛୁ। ତେଣୁ ସମସ୍ତଙ୍କୁ ଗୋଟେ ନିବେଦନ, ଆପଣ ଶାନ୍ତିପ୍ରିୟ ଭାବେ ଅହିଂସା ସହିତ ଜଡ଼ିତ ରହି ଯଦି ସମସ୍ତଙ୍କର ଭଲ ପାଇବା ଆମେ ଦେଇପାରିବା କି ନିଜ ନିଜକୁ ଜଣେ ଅନ୍ୟ ଜଣକୁ ଭଲ ପାଇବା ଦେଇପାରିବ, ତାହେଲେ ନିଶ୍ଚିତ ଭାବେ ଓଡ଼ିଶା କାହିଁକି ପୃଥିବୀ କାହିଁକି ସମଗ୍ର ପୃଥିବୀରେ ଶାନ୍ତି ପ୍ରତିଷ୍ଠାରେ ଆମେ ସହାୟକ ହୋଇପାରିବା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମିନତି ସେଠୀ, ଆଶ୍ରିତା ତରେଇ, ପୂର୍ବତନ କାଉନସିଲର ଲାବଣ୍ୟ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସାମୁଖ୍ୟର ରେମୁଣା ବ୍ଲକ ସଭାପତି ଶ୍ୟାମ ସୁନ୍ଦର ଦାସ, ଟାଉନ ସଭାପତି ସବିର ଖାନ, ସଂଯୋଜକ ହରପ୍ରିୟା ମହାପାତ୍ର, ସଦର ବ୍ଲକ ସଭାପତି ଶାନ୍ତନୁ ମହାନ୍ତି, ବାହାନଗା ବ୍ଲକ ସଭାପତି କମଳାକାନ୍ତ ବେହେରା, ଲକ୍ଷ୍ମୀଧର ମହାଳିକ, ଅମର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।